ଆପଣ ମୋବାଇଲ ସ୍କ୍ରିନ୍ ଦେଖନ୍ତୁ ଝାରସୁଗୁଡ଼ାରେ 10.11.6, ରାଉରକେଲାରେ 12.5, କେଉଁଝରରେ 13.8, ଭୁବନେଶ୍ୱରରେ 14.8, ହୀରାକୁଦରେ 15.4, ସେହିପରି ସମ୍ବଲପୁରରେ 15.8 डिग्री तापमात्रा रेकर्ड कराଯାଇଛି ଯାହା ସର୍ବଦିନ ତାପମାତ୍ରା। ଦର୍ଶକ ବନ୍ଧୁ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଖସିବା ସହିତ ଅନେକ ସ୍ଥାନରେ ଜାଡ଼ ଦେଖିବାକୁ ମିଳୁଛି। ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାରଦ ତଳମୁହାଁ ହୋଇଛି ଏବଂ ରାତ୍ରି ତାପମାତ୍ରା ଖସିବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ଦର୍ଶକ ବନ୍ଧୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଚଳିତ ବର୍ଷର ଆଉ ଏକ ଲଘୁଚାପ, ଯାହା ପାଇଁ କି ନଭେମ୍ବର ମାସରେ ଗୋଟେ ପ୍ରକାର ବାତ୍ୟା ପାଇଁ ପାଗ ଅନୁକୂଳ ହୋଇଛି ବୋଲି ଯାହା ମଡେଲ ମାନେ ଆକଳନ କରୁଛନ୍ତି। ହେଲେ ଦେଖିବା ତା ପୂର୍ବରୁ କିଛି ବଡ଼ ପ୍ରଣାଳୀ ଉପରେ ନଜର ରଖିବା। ଦର୍ଶକ ବନ୍ଧୁ ବର୍ତ୍ତମାନ ସ୍ଥିତିରେ ଆପଣ ଜାଣିଥିବେ ଫିଲିପାଇନ୍ସରେ ତାଣ୍ଡବ ରଚିଲା ମହାବାତ୍ୟା। ହଁ ଦର୍ଶକ ବନ୍ଧୁ, ଗୋଟେ ପଟେ ଭାରତର ସମୁଦ୍ର ବଙ୍ଗୋପସାଗର ଆରବ ସାଗର ବହୁ ମାତ୍ରାରେ ଶାନ୍ତ ରହିଛି ଏବଂ ଆଉ ଗୋଟେ ପଟେ ତାଣ୍ଡବ ରଚୁଛି ମହାବାତ୍ୟା। ଦର୍ଶକ ବନ୍ଧୁ ଯାହାର ପ୍ରଭାବରେ ଭୟଙ୍କର କ୍ଷୟକ୍ଷତି ହେବାର ଲାଗିଛି ଫିଲିପାଇନ୍ସ ସହିତ ଅନେକ ଦେଶରେ। କିନ୍ତୁ ଆମ ଦେଶ ହେଉଛି ଏକ ଶାନ୍ତର ଦେଶ ଯେଉଁଥିରେ ଟ୍ରପିକାଲ ଡିଷ୍ଟର୍ବାନ୍ସ ଏତେ ହୁଏ ନାହିଁ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଆପଣ ଦର୍ଶକ ବନ୍ଧୁ ଯେଉଁ ରହିଛି ମହାବାତ୍ୟା ଫୁଙ୍ଗ ଅଙ୍ଗ, ଏହାର ପ୍ରଭାବରେ ବଡ଼ ବଡ଼ ଜୁଆର ମଧ୍ୟ ଉଠି ଆସିଛି। ଏମିତିକି ଦର୍ଶକ ବନ୍ଧୁ ହୋଟେଲ ମଧ୍ୟକୁ ମଧ୍ୟ ଜୁଆର ଆସିବାର ନଜିର ଆପଣ ମୋବାଇଲ ସ୍କ୍ରିନ୍ ଦେଖିପାରୁଥିବେ। ଏହାର ପ୍ରଭାବରେ ପ୍ରବଳ ବର୍ଷା, ଘଣ୍ଟା ପ୍ରତି 230 କିଲୋମିଟର ପବନ ସାଙ୍ଗକୁ ପ୍ରବଳ ମାତ୍ରାରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ଜଣାପଡ଼ୁଛି ଗୋଟିଏ ପରେ ଗୋଟିଏ ଟାଇଫୁନ ଫିଲିପାଇନ୍ସରେ ମାଡ଼ ହେଉଛି। ଏପଟେ ତାହାର କିଛି ରେମନାଟ ବଙ୍ଗୋପସାଗରକୁ ଏଣ୍ଟ୍ରି କରିବ। କିନ୍ତୁ ତା ପୂର୍ବରୁ ଆପଣ ଦେଖନ୍ତୁ ଦର୍ଶକ ବନ୍ଧୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ବା ଥଣ୍ଡା ବାୟୁ ଆସୁଛି, ଯାହା ପାଇଁ କି ରାଜ୍ୟର କେତେକ ଅଞ୍ଚଳରେ ଶୀତ ବଢ଼ିବ। ଯାହା ଜଣାପଡ଼ୁଛି 14 ତାରିଖରୁ ଦର୍ଶକ ବନ୍ଧୁ ନଭେମ୍ବର 14 ତାରିଖରୁ ରାଜ୍ୟର କେତେକ ଅଞ୍ଚଳରେ କୋଲ୍ଡ ୱେଭ୍ ମାନେ ପ୍ରବଳ ମାତ୍ରାରେ ଜାଡ଼ ଅନୁଭୂତ ହେବା ପାଇଁ ପାଗ ଅନୁକୂଳ ହୋଇପାରେ। ଏହି ସମୟ ମଧ୍ୟରେ ଭାରତର ମାନଚିତ୍ରରେ ଏହା ଦର୍ଶାଉଛି ଦେଶର ବିଭିନ୍ନ ରାଜ୍ୟରେ ଶୀତ ବଢ଼ିବ, ଜାଡ଼ ବଢ଼ିବ। ସେଥିପାଇଁ ଦର୍ଶକ ବନ୍ଧୁ ଆପଣ ମୋବାଇଲ ସ୍କ୍ରିନ୍ ଦେଖନ୍ତୁ ଓଡ଼ିଶାରେ ବର୍ତ୍ତମାନ କୌଣସି ଆଲର୍ଟ ନାହିଁ, କିନ୍ତୁ ଯେଉଁ ରହୁଛି ଆପଣଙ୍କର ଝାଡ଼ଖଣ୍ଡକୁ ୟେଲୋ ଆଲର୍ଟ ରହିଛି ପ୍ରବଳ ଶୀତ ପାଇଁ। ଏହା ସହିତ ରହୁଛି ଆପଣଙ୍କର ଛତିଶଗଡ଼ ମଧ୍ୟ ଆଲର୍ଟ ରହିଛି ପ୍ରବଳ ଶୀତ ପାଇଁ। ସ୍ଥାନ ସ୍ଥାନରେ ପ୍ରବଳ ଶୀତ ହେବ, 10 ଡିଗ୍ରୀ ତଳକୁ ଖସିପାରେ ସର୍ବନିମ୍ନ ତାପମାତ୍ରା। ଏହା ସହିତ ଦର୍ଶକ ବନ୍ଧୁ ଯେଉଁ ରହୁଛି ମଧ୍ୟପ୍ରଦେଶର ବିଭିନ୍ନ ଭାଗରେ ପ୍ରବଳ ମାତ୍ରାରେ ଶୀତ ହେବ, କୁହୁଡ଼ି ବଢ଼ିବ, ସକାଳ ସମୟରେ ପ୍ରାୟ 10 ଡିଗ୍ରୀ ତଳକୁ ଖସି ଆସିପାରେ ସର୍ବନିମ୍ନ ତାପମାତ୍ରା। ସେହିପରି ଦର୍ଶକ ବନ୍ଧୁ ରହୁଛି ରାଜସ୍ଥାନରେ ମଧ୍ୟ ପ୍ରବଳ ଶୀତ ପାଇଁ ୟେଲୋ ଆଲର୍ଟ ରହିଛି, ରୁହନ୍ତୁ ସତର୍କ। ଏହା ସହିତ ବର୍ଷା ପାଇଁ ଆପଣ ଦେଖିପାରୁଥିବେ ମୋବାଇଲ ସ୍କ୍ରିନରେ ଯେଉଁ ରହୁଛି ତାମିଲନାଡୁର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏହା ସହିତ ଗୋଆ, କେରଳ ଆଖପାଖ ଅଞ୍ଚଳରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ରହିଛି ଆଗାମୀ 24 ଘଣ୍ଟା ପାଇଁ। ଏବେ ଦେଖିବା ମଡେଲର କ'ଣ ରହିଛି ଆକଳନ। ଦର୍ଶକ ବନ୍ଧୁ ଜିପିଏସ୍ ମଡେଲ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପୂର୍ବାନୁମାନ ଜାରି କରିଛି। ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ ବଙ୍ଗୋପସାଗର ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଦର୍ଶକ ବନ୍ଧୁ ଯେଉଁ ରହୁଛି ଆପଣଙ୍କର ନଭେମ୍ବର 18ରୁ ନେଇକି 22 ତାରିଖ ମଧ୍ୟରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ ଦକ୍ଷିଣ ବଙ୍ଗୋପସାଗର ତତ୍ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବଂ ଏହା ଧୀରେ ଧୀରେ ଯେଉଁ ରହୁଛି ଥାଇଲାଣ୍ଡ ଆଡ଼ୁ ଆସିବ ଗୋଟେ ରେମନାଟ, ଯାହାକି ଆଣ୍ଡାମାନ ସାଗରରେ ଘନୀଭୂତ ହେବ, ଶ୍ରୀଲଙ୍କା ମୁହାଁ ହେବ। କିନ୍ତୁ ଏତେ ପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା କହିବା ବଡ଼ ମୁସ୍କିଲ ଏହା କେଉଁ ରାଜ୍ୟକୁ ବଡ଼ ପ୍ରଭାବ ପକାଇବ। କିନ୍ତୁ ଯାହା ଜଣାପଡ଼ୁଛି ଏହା ପ୍ରଭାବରେ ଓଡ଼ିଶାର କେତେକ ଅଞ୍ଚଳରେ ହାଲକା ବର୍ଷା ବାଦଲ ବାହାରିପାରେ, କିନ୍ତୁ କେତେ ବର୍ଷା ହେବ ବର୍ତ୍ତମାନ କହିବା ବଡ଼ ମୁସ୍କିଲ। ସେହିପରି ଦର୍ଶକ ବନ୍ଧୁ ଏଆଇ ମଡେଲ ମଧ୍ୟ ଆକଳନ କରୁଛି ବଙ୍ଗୋପସାଗର ଲଘୁଚାପ ହେବ, ମେ ବି ଏହା ଗଭୀର ଅବପାତ ଛୋଟ ବାତ୍ୟା ରୂପ ନେଇପାରେ ବୋଲି ବର୍ତ୍ତମାନ ଏଆଇ ମଡେଲ ଆକଳନ କରୁଛନ୍ତି। ବର୍ତ୍ତମାନ ଯେହେତୁ ନେଗେଟିଭ ଆଇଡି ସଫ୍ଟୱେର ରହିଛି, ତାହା ସହିତ ଲାଲ ନୀଲା ମଧ୍ୟ ଆକ୍ଟିଭ ଫେଜ୍ ରହିଛି। ନଭେମ୍ବର 20 ନେଇକି ଡିସେମ୍ବର 10 ତାରିଖ ମଧ୍ୟରେ ସାମାନ୍ୟ ଭାବରେ ବଙ୍ଗୋପସାଗର ଆକ୍ଟିଭ ରହିବ। କିନ୍ତୁ କେତେ ଆକ୍ଟିଭ ରହିବ, ଓଡ଼ିଶା ଉପରେ କେତେ ପ୍ରଭାବ ପଡ଼ିବ, ପ୍ରତିଦିନ ଭିଡ଼ିଓରେ ମାଧ୍ୟମରେ ମୁଁ କହିବାକୁ ଚେଷ୍ଟା କରିବି। ଆଜି ପାଇଁ ଏତିକି, ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।